ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ 6 ଯାତ୍ରୀ ଗୁରୁତର 15 ଜଣ ଆହତ। ବିଳମ୍ବିତ ରାତିରେ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିବା ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ପଶ୍ଚିମବଙ୍ଗ ନାରାୟଣଗଡ଼ର 16 ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ବସ୍। ଦୁର୍ଘଟଣାରେ 2 ଜଣ ଯାତ୍ରୀଙ୍କର ଗୋଡ଼ କଟି ଯାଇଥିବା ବେଳେ ସମସ୍ତ 6 ଜଣ ଗୁରୁତରଙ୍କୁ ପ୍ରଥମେ ସ୍ଥାନୀୟ ମକରମପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ସେମାନଙ୍କୁ ମେଦିନୀପୁର ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ନାରାୟଣ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବସ୍ରେ 50ରୁ ଅଧିକ ଯାତ୍ରୀ ରହିଥିବା ସୂଚନା ରହିଛି। से आगे बसते आगुरी लोक ओल्हे खड़गपुर पर लोक ओल्हे आम तो राति जाक तो राति निद्रा ही बस पारूँ ना ये बनेट पर टी जस्ट खाली लंबा है गोड़ हाथ लंबा कर राति जाक गोटे हेल्पर राति जाक बस पार बनेट पर जाकि जस्ट गोड़ हाथ लंबा कर इद फिद किसी ना गाड़ी एपट सेपट दी थर झोल मारा बाँक फेलला ये डाण पुष काटला पुणी डाण बाँ दी थर झोल है गाड़ी